ଘଞ୍ଚ ଜଙ୍ଗଲରେ କୁଳୁ କୁଳୁ ନାଦ କରି ବହି ଚାଲିଛି ପାହାଡ଼ି ଝରଣାଟିଏ। ସେଇ ଝରଣା କୂଳରେ ଏକ ଝଙ୍କାଳିଆ ବୃକ୍ଷ ମୂଳେ ଏକାଠି ହୁଅନ୍ତି ତିନି ବନ୍ଧୁ। ସେମାନେ ହେଲେ ଚତୁର ବିଲୁଆ, ବୁଦ୍ଧିଆ ଠେକୁଆ ଓ ହୁଣ୍ଡାଳିଆ ପ୍ରକୃତିର ଏକ ମାଙ୍କଡ଼। ତିନି ବନ୍ଧୁଙ୍କର ବନ୍ଧୁତ୍ୱ ଖୁବ୍ ନିବିଡ଼ ଥିଲା। ସେମାନେ ପ୍ରତିଦିନ କିଛି ସମୟ ଏକାଠି ବସି ବେଶ୍ ହସ ଖୁସି ହୁଅନ୍ତି। ଦିନକର କଥା। ଦୀନବନ୍ଧୁଙ୍କର ଏଭଳି ନିବିଡ଼ ବନ୍ଧୁତ୍ୱ କଥା ସ୍ୱର୍ଗର ଏକ ପରୀ ଦେଖିଲା। ମନରେ ପ୍ରଶ୍ନ ଉଙ୍କି ମାରିଲା, ଏଭଳି ନିବିଡ଼ ବନ୍ଧୁତ୍ୱର କାରଣ କ'ଣ ହୋଇପାରେ? ପୁଣି ମନରେ ଭାବିଲା, ସେମାନେ ନିଶ୍ଚୟ ଉତ୍ତମ ସ୍ୱଭାବର ହୋଇଥିବେ। ମନରେ ସେମାନଙ୍କର ସ୍ନେହ, ଶ୍ରଦ୍ଧା, ଦୟାଭାବ ପରସ୍ପର ପ୍ରତି ଥିବ। ହେଲେ ଏସବୁ ଭଲ ଗୁଣ ତିନି ବନ୍ଧୁଙ୍କ ଭିତରେ କାହାର ବେଶୀ ଜାଣିବାକୁ ତାର ଆଗ୍ରହ ସୃଷ୍ଟି ହେଲା। ଆଉ ଦିନେ ସେଇ ତିନି ବନ୍ଧୁଙ୍କୁ ପରୀକ୍ଷା କରିବା ପାଇଁ ପରୀ ଗୋଟିଏ ବୁଢ଼ୀ ବେଶ ଧାରଣ କଲା। ତିନି ବନ୍ଧୁ ଏକତ୍ର ବସି ଗପସପ ହେଉଥିବା ବେଳେ ସେମାନଙ୍କ ପାଖକୁ ଯାଇ କହିଲା, ମୁଁ ବୁଢ଼ୀ ହୋଇଗଲିଣି। ମୋ ଆଖିକୁ ଭଲ ଦେଖାଯାଉ ନାହିଁ କି କାନକୁ ବି ଶୁଣାଯାଉନି। ଭଲ ଭାବରେ ବାଟ ବି ଚାଲିପାରୁନି। ମୋର ନିଜର ବୋଲି କେହି ନାହାନ୍ତି। ପ୍ରତିଦିନ ମୁଁ ଭିକ ମାଗି ଚଳେ। ଯେଉଁଦିନ କିଛି ନ ମିଳେ ମୁଁ ଉପବାସ ରହିଯାଏ। ଏବେ 3 ଦିନ ହେଲା ମୋ ପେଟକୁ କିଛି ଯାଇନାହିଁ। ମୁଁ ଭାବୁଛି ତୁମେମାନେ ବଡ଼ ଦୟାଳୁ, ସେଥିପାଇଁ ମୁଁ ଆସିଛି। ଦୟାକରି ମୋତେ କିଛି ଖାଇବାକୁ ଦିଅ। ଭଗବାନ ତୁମର ମଙ୍ଗଳ କରିବେ। ଛଦ୍ମବେଶୀ ପରୀଠାରୁ ଏକଥା ଶୁଣି ଯିଏ ଯେଝା ବାଟରେ ଖାଦ୍ୟ ଅନ୍ୱେଷଣ କରିବାକୁ ଚାଲିଗଲେ। ହୁଣ୍ଡା ମାଙ୍କଡ଼ ଗଛରେ ଚଢ଼ିଯାଇ ପାଚିଲା କଦଳୀ, କମଳା, ଅମୃତଭଣ୍ଡା ତୋଳି ଆଣିଲା। ବିଲୁଆଟି ଗୋଟାଏ ବଡ଼ ରୋହି ମାଛ ଧରି ଫେରିଲା। ହେଲେ ନିରୀହ ଠେକୁଆ କୁଆଡ଼ୁ କିଛି ନ ପାଇ ନିରାଶ ହୋଇ ଦୁଃଖରେ ଫେରିଲା। ତିନିହେଁ ଏକା ସମୟରେ ଆସି ବୁଢ଼ୀ ମାଉସୀ ପାଖରେ ପହଞ୍ଚିଗଲେ। ମାଙ୍କଡ଼ ଓ ବିଲୁଆ ଆଣିଥିବା ଖାଦ୍ୟ ସାମଗ୍ରୀ ବୁଢ଼ୀ ମାଉସୀକୁ ଦେଇଦେଲେ। ମାଙ୍କଡ଼ ଫଳମୂଳ ରଖିଦେଲା, ଆଉ ବିଲୁଆ ରୋହି ମାଛକୁ ନିଆଁରେ ପୋଡ଼ି ଖାଦ୍ୟ ଉପଯୋଗୀ କରି ମାଉସୀ ଆଗରେ ବି ରଖିଦେଲା। ଖାଇବା ପାଇଁ ହେଲେ ଠେକୁଆ କିଛି ନ ଦେଇପାରି କହିଲା, ମାଉସୀ, ମୁଁ ଏଇ ନିଆଁ ଭିତରକୁ ଡେଇଁ ପଡ଼ିବି। ପଡ଼ିଗଲେ ତୁ ମୋର କଅଁଳିଆ ପୋଡ଼ା ମାଂସ ଖାଇ ପେଟ ପୂରାଇ ନେବୁ। ଭାରି ସୁଆଦିଆ ଲାଗିବ। ଏତକ କହୁ କହୁ ବୁଢ଼ୀ ବେଶରେ ଥିବା ପରୀ ଠେକୁଆକୁ ଧରି କୁଣ୍ଢେଇ ପକାଇ କହିଲା, ତୁମ ତିନି ବନ୍ଧୁଙ୍କ ଭିତରେ ଠେକୁଆ ହିଁ ଭାରି ଦୟାଳୁ। ପୁଣି ଠେକୁଆ ଉଦ୍ଦେଶ୍ୟରେ କହିଲା, ଆଜି ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ମୁଁ ପ୍ରକୃତରେ ବୁଢ଼ୀ ମାଉସୀ ନୁହେଁ, ସ୍ୱର୍ଗର ପରୀ। ଆସ, ତୁମକୁ ମୁଁ ସ୍ୱର୍ଗକୁ ନେଇଯିବି। ଏଣିକି ତୁମର ସ୍ଥାନ
ମର୍ତ୍ତ୍ୟରେ ନୁହେଁ। ଆକାଶର ଅତି ଉଚ୍ଚରେ ଥିବା ଜହ୍ନମାମୁଁ ଦେହରେ। ଏହା କହି ପରୀ ଠେକୁଆକୁ ତାର ପିଠିରେ ବସାଇ ଉଡ଼ି ଉଡ଼ି ସ୍ୱର୍ଗରେ ପହଞ୍ଚିଲା। ସେହି ଦିନଠାରୁ ସ୍ୱର୍ଗରେ ଥିବା ସବୁଠାରୁ ଶୀତଳ ସ୍ଥାନ ଚନ୍ଦ୍ରପୃଷ୍ଠରେ ପରୀ ସହ ଠେକୁଆ ରହିଲା। ଆମେ ଆକାଶରେ ଚନ୍ଦ୍ରକୁ ଦେଖିଲେ ତା ଦେହରେ ପରୀ ସହିତ ଠେକୁଆକୁ ଦେଖିପାରିବା। ମାତ୍ର ଅମାବାସ୍ୟା ରାତିରେ ଦେଖିପାରିବା ନାହିଁ, କାରଣ ସେଦିନ ପରୀ ତା ପିଠିରେ ଠେକୁଆକୁ ବସାଇ ମର୍ତ୍ତ୍ୟମଣ୍ଡଳ ବୁଲାଇ ଆଣି ପୁନଶ୍ଚ ଚନ୍ଦ୍ରପୃଷ୍ଠକୁ ଫେରିଯାଏ। ତ ଶ୍ରୋତାବନ୍ଧୁମାନେ, ଆଶା କରୁଛି ଆଜିର ଏହି ଗପଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ତେଣୁ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଗପ ସହିତ। ଜୟ ଜଗନ୍ନାଥ। ସମାପ୍ତ।